ଜୟ ଜଗନ୍ନାଥ ସାଙ୍ଗମାନେ, ମୁଁ ଆପଣଙ୍କ ପ୍ରିୟ କୌଶିକ ସବୁଥର ପରେ ପୁଣି ଆପଣଙ୍କ ପାଇଁ କିଛି ଲେଟେଷ୍ଟ ଭିଡ଼ିଓ ଆସିଯାଇଛି। ଭିଡ଼ିଓ ରହିଛି ଆଜି ସମ୍ପୂର୍ଣ୍ଣ ଭାବରେ ରେସନ୍ କାର୍ଡ଼ ଉପରେ। ରେସନ୍ କାର୍ଡ଼ ବର୍ତ୍ତମାନ ସମୟରେ ଜାଣିଛନ୍ତି ବହୁତ ବଡ଼ ବଦଳ ହୋଇଛି, କାହିଁକିନା ଆଗରୁ ରେସନ୍ କାର୍ଡ଼ ଏବେକା ରେସନ୍ କାର୍ଡ଼ ବହୁତ କିନ୍ତୁ ଚେଞ୍ଜ ହୋଇସାରିଛି, ଯାହାକି ବର୍ତ୍ତମାନ ରେସନ୍ କାର୍ଡ଼ର 2.0ର ନ୍ୟୁ ଭର୍ସନ୍ ଆସିସାରିଛି ଏବଂ ଏହି ଭର୍ସନ୍ରେ ଆପଣଙ୍କୁ ବାଧ୍ୟତାମୂଳକ KYC କରିବା ପାଇଁ ପଡ଼ୁଛି, ଯାହାଫଳରେ କି ଆପଣଙ୍କୁ KYC କରିବା ଦ୍ୱାରା ଆପଣଙ୍କର ଡିଟେଲ୍ସ ବିବରଣୀ ସେମାନେ ଜାଣିପାରୁଛନ୍ତି, ଆପଣ ପାଇବା ପାଇଁ ହକଦାର ଅଛନ୍ତି କି ନାହିଁ, ଆପଣ ପାଇପାରିବେ କି ନାହିଁ, ଡିଟେଲ୍ସ ସେମାନେ ଜାଣିପାରୁଛନ୍ତି ଏବଂ ଏ KYCଟି ଯାହାର ବି ବର୍ତ୍ତମାନ ସମୟରେ ନ ହେଇଛି ସେମାନଙ୍କର କାର୍ଡ଼ଟି କଟିବାର ବହୁତ ପରିମାଣର ଚାନ୍ସେସ୍ ରହିଛି। ତ ଠିକ୍ ଅଛି, ଯେଉଁମାନେ ବି KYC କରିନାହାନ୍ତି ପ୍ଲିଜ୍ ମୁଁ ସମସ୍ତଙ୍କୁ ଗୋଟେ ରିକ୍ୱେଷ୍ଟ କରିବି, ଆପଣ ତୁରନ୍ତ ଯାଇକି ଆପଣଙ୍କ KYCଟି ଅପଡ଼େଟ୍ କରିଦିଅନ୍ତୁ ଆପଣଙ୍କ ବ୍ଲକ୍ରେ, ଅଥବା ନହେଲେ ଆପଣ ଯେଉଁଠି ଡିଲର୍ ପାଖରେ ଦିଆଯାଉଛି ଆପଣଙ୍କର ରେସନ୍ ସାମଗ୍ରୀ ଗୁଡ଼ିକ ସେଠିକୁ ଯାଇକି ମଧ୍ୟ ଆପଣ ଆରାମସେ ଆପଣଙ୍କ KYCଟି ଅପଡ଼େଟ୍ କରିପାରିବେ। ଏବଂ ଆପଣଙ୍କର ଯେଉଁ ଲୋକ ଧରାଯାଉ ଆପଣଙ୍କର ମୃତ୍ୟୁ ହୋଇସାରିଛି, ତାଙ୍କର ଡେଥ୍ ହୋଇସାରିଛି, ସେମାନଙ୍କର ଯଦି ବି ରେସନ୍ କାର୍ଡ଼ ଆପଣଙ୍କର କଟିନି ଲିଷ୍ଟରୁ ତ ସେମାନଙ୍କୁ ତୁରନ୍ତ କାଟି ଦିଅନ୍ତୁ, କାହିଁକିନା ଯଦି ଭବିଷ୍ୟତରେ ବି କିଛି ପ୍ରୋବ୍ଲେମ୍ ହୁଏ ତ ଆପଣ ଫସିବେ ନାହିଁ। ତ ଠିକ୍ ଅଛି, ଏହିପରି ମୁଁ ଆପଣଙ୍କୁ ଡିଟେଲ୍ସ ଜଣାଇବି, ତ ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଶେଷ ପର୍ଯ୍ୟନ୍ତ ଦେଖିଲେ ନିହାତି ଆପଣ ଭିଡ଼ିଓଟି ବୁଝିପାରିବେ। ତ ଚାଲନ୍ତୁ, ଠିକ୍ ଅଛି, ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଭିଡ଼ିଓଟି ଡିଟେଲ୍ସ ଜାଣିପାରିବେ। ଦେଖନ୍ତୁ, ଆମର ଯିଏକି ରହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ, ସିଏ ନିଜେ ଟ୍ୱିଟ୍ କରିଛନ୍ତି ଏବଂ ନିଜେ କହିଛନ୍ତି ଯେ ସମସ୍ତଙ୍କର KYC ହେବାଟା ବାଧ୍ୟତାମୂଳକ ରହିଛି, କାହିଁକିନା KYC ଯଦି ନ କରୁଛନ୍ତି ତ ଆପଣଙ୍କର କାର୍ଡ଼ କଟିବାର ଚାନ୍ସେସ୍ ରହିଛି। ଏବଂ ସମସ୍ତଙ୍କୁ କୁହାଯାଉଛି ବର୍ତ୍ତମାନ ଯେଉଁ ନ୍ୟୁ ଭର୍ସନ୍ ଆସିଛି ରେସନ୍ କାର୍ଡ଼ରେ 2.0ର, ତା'ର ଆପଣ ଆପ୍ଲାଏ ମଧ୍ୟ ଏଇନା କରିପାରିବେ। ବର୍ତ୍ତମାନ ସାଇଟ୍ ବି ଓପନ୍ ରହିଛି ଏବଂ ସାଇଟ୍ଟି ଓପନ୍ ରହିଛି, ସାଇଟ୍ରେ ଆପଣ ଆରାମସେ ଆପ୍ଲାଏ କରିକି ଆପଣଙ୍କର ନୂଆ କାର୍ଡ଼ ବି କରିପାରିବେ ଏବଂ ଯଦି ଆପଣଙ୍କର କୌଣସି ଲୋକକୁ ଏଡ଼୍ କରିବା ପାଇଁ ଚାହୁଁଛନ୍ତି ଏଡ଼୍ ବି କରିପାରିବେ ଏବଂ ଯଦି କାଟିବା ପାଇଁ ଚାହୁଁଛନ୍ତି ଆପଣ ଆରାମସେ କାଟି ବି ପାରିବେ। ଏବଂ ଦେଖନ୍ତୁ, ଯେଉଁ ନୂଆ କାର୍ଡ଼ଟି ଆପଣ କରୁଛନ୍ତି KYC କରୁଛନ୍ତି, ତାହାର ଆପଣ ପ୍ଲାଷ୍ଟିକ୍ ଚାହିଁଲେ ବି କାର୍ଡ଼ ମଗାଇ ପାରିବେ ଆପଣଙ୍କ ଘରକୁ, ବୁଝିଲେ କି। ଏପରି ଆପଣଙ୍କର କାର୍ଡ଼ରେ ଯଦି କିଛି ତ୍ରୁଟି ରହିଥିବ ଆପଣ ସେଇଟା ବି ଆଡ଼୍ କରିପାରିବେ, ସଂଶୋଧନ କରିପାରିବେ। ତ ରେସନ୍ କାର୍ଡ଼ରେ ବର୍ତ୍ତମାନ ସମୟରେ ଜାଣିଛନ୍ତି ଆପଣ ବହୁତ ସାରା ପ୍ରୋବ୍ଲେମ୍ ଫେସ୍ କରିବା ପାଇଁ ଲୋକମାନେ ପାଉଥିବେ ନିହାତି। କାହାର ରେସନ୍ କାର୍ଡ଼ରେ କେତେ କ'ଣ ପ୍ରୋବ୍ଲେମ୍ ରହୁଛି, କାହାର ବାୟୋମେଟ୍ରିକ୍ ହେଉନି, ଦୁନିଆ ପ୍ରୋବ୍ଲେମ୍ ହେଉଛି। ତ ଆପଣ ପ୍ଲିଜ୍ ଥରେ ଯାହାର KYC ଅପଡ଼େଟ୍ ହେଇନି ତ ଅପଡ଼େଟ୍ କରିନିଅନ୍ତୁ, ଆପଣଙ୍କ ପାଇଁ ବେନିଫିଟ୍ ନିହାତି ହେବ। ତ ଏପରି କିଛି ଲେଟେଷ୍ଟ ଛୋଟ ଇନଫର୍ମେସନ୍ଟି ଥିଲା ଆପଣଙ୍କ ପାଇଁ। ତ ଇନଫର୍ମେସନ୍ ଯଦି ଆପଣଙ୍କୁ ଠିକ୍ ଲାଗୁଥିବ କିମ୍ବା ଆପଣ ଯଦି ଆ ବିଷୟରେ କିଛି ଅଧିକା ଜାଣିବା ପାଇଁ ଚାହୁଁଥିବେ, ପ୍ଲିଜ୍ ମୋ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରିକି ମୋତେ ପ୍ଲିଜ୍ କମେଣ୍ଟ କରନ୍ତୁ। ମୁଁ ଆପଣଙ୍କୁ ନିହାତି ହେଲ୍ପ କରିବି ଏବଂ ଏହିପରି ନ୍ୟୁ ଭିଡ଼ିଓ ମୁଁ ନିହାତି ଆଣିବା ପାଇଁ ଚେଷ୍ଟା କରିବି। ତ ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖିଥିବାରୁ ଧନ୍ୟବାଦ। ଯଦି ଆପଣଙ୍କୁ ରେସନ୍ କାର୍ଡ଼ ବିଷୟରେ ଏବଂ ରେସନ୍ କାର୍ଡ଼ର 2.0ର ନ୍ୟୁ ଭର୍ସନ୍ ବିଷୟରେ ଜାଣିବା ପାଇଁ କିଛି ବି ଆପଣଙ୍କ ମନରେ ଡାଉଟ୍ ଥିବ ତ ପ୍ଲିଜ୍ ମୋତେ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ। ଆପଣଙ୍କ ପାଇଁ ମୁଁ ନିହାତି ନ୍ୟୁ ଭିଡ଼ିଓଟି ଆଣିବି। ଥ୍ୟାଙ୍କ ୟୁ ସୋ ମଚ୍ ୱାଚିଂ ଦିସ୍ ଭିଡ଼ିଓ ଆଣ୍ଡ ଲାଇକ୍, ସେୟାର, ସବସ୍କ୍ରାଇବ୍ ପ୍ଲିଜ୍ ଏନି ମେମ୍ବର୍ସ।